ଆମର ଏଇ ଯୋଉ ରାସ୍ତାଟି ଅଛି ବାଘମୁଣ୍ଡା ଠାରୁ ପରଜଙ୍ଗ ବ୍ଲକ ବର୍ଡର ସିଆରିମାଳିଆ ତାର ଏଷ୍ଟିମେଟେଡ କଷ୍ଟ ଥିଲା 8 କୋଟି 7 କୋଟି 4 ଲକ୍ଷରେ ରତ୍ନାକର ରାଉତ ଏଜେନ୍ସି ପାଇଛନ୍ତି କାମଟିକୁ। ଆମର 26 ଜୁନ 2026 ରେ ଆଗ୍ରିମେଣ୍ଟ କରାଯାଇଛି। 25 ମେ 2027 ସୁଦ୍ଧା କାମଟି ସରିଯିବାର ବ୍ୟବସ୍ଥା ରହିଅଛି। ଆମ ରାସ୍ତାଟିର ଲମ୍ବ ରହିଛି 8 କିଲୋମିଟର 490, ଯୋଉଥିରୁ ଆମର ପିଚୁ ହବ 6 କିଲୋମିଟର 560, କଂକ୍ରିଟ ହବ 1930 ମିଟର, ଆଉ ଆମର କଲଭର୍ଟ ଅଛି 28ଟି, ଆଉ ପ୍ରୋଟେକ୍ସନ ୱାଲ 430 ମିଟର, ଡ୍ରେନ୍ ହବ 920 ମିଟର। ଆଉ ଏଇ ରାସ୍ତା ହେବା ଦ୍ୱାରା ଆମର ବାଘମୁଣ୍ଡାରୁ ସିଆରମାଳିଆ ରାସ୍ତା ଯୋଉଟା ମାଟି ରାସ୍ତା ଥିଲା ପୂର୍ଣ୍ଣ ରୂପରେ ବର୍ଷା ଦିନେ ବି ଆମେ ଲୋକ ଯିବା ଆସିବା କରିପାରିବୁ। ଆମର ଯୋଉ ରାସ୍ତାର ଟପ ଲେଭେଲ ଯୋଉ ଲେଭେଲ ରହିବ ତା ହିସାବରେ ଡ୍ରେନ୍ ଟା କରାହବ। ରାସ୍ତାର ଚଉଡା ଆମର 375 ପିଚୁ ରାସ୍ତା ଅଛି, ଆଉ ବର୍ମ ମିଶେଇଲେ ଟୋଟାଲ ଆମର 6 ମିଟର 500 ରହୁଛି। ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ଆରଡିର ଗୋଟିଏ ରାସ୍ତା ନୂଆ ରାସ୍ତା ତିଆରି ହେବା ପାଇଁ ସରକାରଙ୍କର ସୁପାରିଶ ହେଇଛି। 7.5 କୋଟି ଟଙ୍କା ପାଖାପାଖି ବ୍ୟୟ ଅଟକଳରେ 8.5 କିଲୋମିଟର ଏ ରୋଡଟି ତିଆରି ହବ। ଇଏ ଆଜି ଏ କାର୍ଯ୍ୟକ୍ରମରେ ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଆରସିସିଏଫ ଥିଲେ, ବ୍ଲକ ର ଭାଇସ୍ ଚେୟାରମ୍ୟାନ, ଆମର ଜିଲ୍ଲା ସଭାପତି ଥିଲେ ଏବଂ ନିରାକାର ଭାଇ ଆମର ଜିଲ୍ଲା ପରିଷଦ ସଦସ୍ୟ ସମସ୍ତେ ଥିଲେ। ଏ ରାସ୍ତାଟି ହେଲେ ଆପଣ ମାନଙ୍କୁ ଜଣାଥିବ ବିଲେଇ ଶୁଣି ଆମର ମା ବିଲେଇ ଶୁଣୀଙ୍କ ପୀଠରେ ଦିନକୁ ଦିନ ଯୋଉ ଢଙ୍ଗରେ ଭିଡ଼ ବଢିଲାଣି, ସେ ଆଗାମୀ ଦିନରେ ତାକୁ ଠିକ ଢଙ୍ଗରେ କେମିତି ଯୋଉମାନେ ଯାତ୍ରୀ ଆସିବେ, ଶ୍ରଦ୍ଧାଳୁ ଆସିବେ, ଠିକ ଢଙ୍ଗରେ ଏଠି ପହଞ୍ଚିକିରି ଭକ୍ତି ଭାବରେ ଯାଇପାରିବେ ଫେରିକିରି, ତା ପାଇଁ ରାସ୍ତାର ଆବଶ୍ୟକତା ଥିଲା। ଏହା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ତୁରନ୍ତ କେମିତି ରାସ୍ତା କରାଯିବ। ଆରଡି ବିଭାଗ ତରଫରୁ ଏ ରାସ୍ତାଟି ହେଇଛି। 7.5 କୋଟି ଟଙ୍କାର ଉର୍ଦ୍ଧ୍ୱରୁ ତିଆରି ହଉଛି ଏ ରାସ୍ତା। ମୁଁ ଆଜି ସମସ୍ତଙ୍କୁ ବିଶେଷ କରି ଆପଣ ମାନଙ୍କୁ ସାମ୍ବାଦିକ ଭାଇ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆପଣ ମାନଙ୍କର ସହଯୋଗ କାରଣରୁ ଆପଣ ମାନେ ଆଗକୁ ଏ ପୀଠର ବିକାଶ ପାଇଁ ଏ ଦୁଇଟି ବ୍ଲକ, ଗୋଟେ କାମାକ୍ଷାନଗର ବ୍ଲକ, ପରଜଙ୍ଗ ବ୍ଲକ ଏବଂ କଙ୍କଡାହାଡ଼ ବ୍ଲକ, ତିନିଟି ବ୍ଲକର ଇଏ ସଂଯୋଗ କରୁଥିବା ଏ ରାସ୍ତା, ଇଏ ନିଶ୍ଚିତ ଭାବେ ବହୁତ ଲୋକଙ୍କର ଉପକାରରେ ଆସିବ।